ଜାମ୍ମୁ କାଶ୍ମୀର ନୌସେରା ଅଞ୍ଚଳରେ ଏନକାଉଣ୍ଟର ଯବାନଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ନୌସେରା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଅନୁପ୍ରବେଶ ଉଦ୍ୟମ ବେଳେ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ଠାରୁ ଦୁଇଟି AK-47 ବନ୍ଧୁକ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମଧ୍ୟରାତ୍ରିରେ ଏନକାଉଣ୍ଟର ହୋଇଥିବା ବେଳେ ଦୁଇ ଆତଙ୍କୀକୁ ନିପାତ କରିଛନ୍ତି ଭାରତୀୟ ଯବାନ। ଆଗକୁ ଜମ୍ମୁ କାଶ୍ମୀରରେ ନିର୍ବାଚନ ଥିଲାବେଳେ ସୀମାରେ ଅନୁପ୍ରବେଶ କରି ଶାନ୍ତି ଭଙ୍ଗ କରିବା ପାଇଁ ଉଦ୍ୟମ କରୁଥିଲେ ଦୁଇ ଆତଙ୍କବାଦୀ। ଏହି ଘଟଣା ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ତିନୋଟି ଚରଣ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବ। ସେପ୍ଟେମ୍ବର 18, 25 ଓ ଅକ୍ଟୋବର 1ରେ ଭୋଟ ଗ୍ରହଣ କରାଯିବ। ଅକ୍ଟୋବର 4 ତାରିଖରେ ଫଳ ପ୍ରକାଶ ପାଇବ। ବ୍ୟୁରୋ ରିପୋର୍ଟ, ମନ୍ଦିରା ଟିଭି।